ବ୍ରାହ୍ମ ମୁହୂର୍ତ୍ତ ବୀର ବଡ଼ ଭାଇକୁ ବଞ୍ଚାଇବାକୁ ଯାଇ ସାନ ଭାଇ ନିଖୋଜ। ଏପରି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ୟାସନଗର ସହରରୁ 5 କିମି ଦୂରରେ ଅବସ୍ଥିତ ଜୋକଡ଼ିଆ ନିକଟରେ ବହିଯାଇଥିବା ପ୍ରଖର ଖରସ୍ରୋତା ନଦୀରେ ବ୍ୟାସନଗର ସହରର ଫେରକ୍ରମ କଲୋନୀ ଗେଟ୍ ଅଞ୍ଚଳର ତଥା 3 ନମ୍ବର ୱାର୍ଡର 5 ଜଣ ସାଙ୍ଗ ହୋଇ ଗାଧୋଇବାକୁ ଯାଇଥିବା ବେଳେ ବିପଦରେ ପଡ଼ିଯାଇଛନ୍ତି ଗୋଟିଏ ପରିବାର ଏବଂ 2 ଭାଇ ଆଗପଛ ହୋଇ ଖରସ୍ରୋତା ଜଳରେ ବୁଡ଼ି ଯାଇଛନ୍ତି। ବିପଦ ରଞ୍ଜନ ସ୍ୱାଇଁଙ୍କ 2 ନାତି ଶାଶ୍ୱତ କୁମାର ସ୍ୱାଇଁ 24 ବର୍ଷ ଓ ସାନ ଭାଇ ସ୍ୱସ୍ତିକ ରଞ୍ଜନ ସ୍ୱାଇଁ 20 ବର୍ଷ 2 ଭାଇ ଗଭୀରର ନଦୀ ଜଳରେ ବୁଡ଼ି ଯାଇ ନିଖୋଜ ହୋଇଥିବା ଜଣାପଡ଼ିଛି। ପ୍ରବଳ ଗରମ ପଡ଼ିଥିବା ଯୋଗୁଁ ସାମୟିକ ଖୁସି ପାଇଁ ନିକଟସ୍ଥ ଜୋକାଡ଼ିଆ ଯାଇ 5 ଜଣ ସାଙ୍ଗ ହୋଇ ନଦୀ କୂଳକୁ ଗାଧୋଇବାକୁ ଯାଇଥିଲେ। ବାଡ଼ି ଜରିଆରେ ପାଣିର ଗଭୀରତା ମାପୁଥିବା ବେଳେ ବଡ଼ ଭାଇ ଗଣ୍ଡରେ ବୁଡ଼ି ଯାଇଥିଲେ। ବଡ଼ ଭାଇ ନ ଉଠିବା ଫଳରେ ସାନ ଭାଇ ତାଙ୍କୁ ଖୋଜିବାକୁ ଯାଇଥିବା ବେଳେ ସେ ମଧ୍ୟ ଗଭୀର ଜଳରେ ଫସି ଯାଇଥିଲେ। ଅନ୍ୟ 3 ଜଣ ସାଙ୍ଗ ଏକଥା ଦେଖି ହତବାକ ହୋଇଯାଇଛନ୍ତି। ଶାଶ୍ୱତ ବିବାହିତ ଅଟନ୍ତି। ତାଙ୍କ ଜେଜେ ବିପଦ ଭଞ୍ଜନ ସ୍ଥାନୀୟ ଫେରକ୍ରମ କାରଖାନାରେ ଜଣେ ଅଧିକାରୀ ଭାବେ କାର୍ଯ୍ୟ କରି କିଛି ବର୍ଷ ତଳୁ ଅବସର ଗ୍ରହଣ କରି ଫେରକ୍ରମ କଲୋନୀ ନିକଟସ୍ଥ ଶିବାନନ୍ଦ ଗ୍ରାମରେ ବସବାସ କରୁଥିଲେ। ନିଖୋଜ 2 ଭାଇଙ୍କ ମା ଉତ୍କଟ ହୃଦରୋଗରେ ଆକ୍ରାନ୍ତ ହୋଇ କିଛି ଦିନ ପୂର୍ବେ ଅପରେସନ ହୋଇଥିଲେ। ବିପଦ ଭଞ୍ଜନଙ୍କ ପରିବାରକୁ ବିପଦ ଘନେଇ ଆସିଛି। ଏକଥା ପ୍ରଘଟ ହେବା ପରେ ଯାଜପୁର ରୋଡ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି। ବହୁ ବ୍ୟକ୍ତି ଓ ଯୁବକ ଜୋକଡ଼ିଆ ଯାଇ ସେମାନଙ୍କୁ ଖୋଜାଖୋଜି କରୁଛନ୍ତି। କିଛି ସମୟ ପରେ ପୋଲିସ ଅଗ୍ନିଶମ ବିଭାଗ ଖବର ପାଇ ଘଟଣାସ୍ଥଳରେ ପହଞ୍ଚି ତାଙ୍କୁ ଉଦ୍ଧାର କାର୍ଯ୍ୟରେ ନିୟୋଜିତ ଅଛନ୍ତି। ଏହି ଦୁର୍ଘଟଣା ପରେ ଜୋକଡ଼ିଆ ଅଞ୍ଚଳରେ ଲୋକାରଣ୍ୟ ହୋଇପଡ଼ିଛି ଏବଂ ଚାଞ୍ଚଲ୍ୟକର ପରିସ୍ଥିତି ସୃଷ୍ଟି ହୋଇଯାଇଛି। ଯାଜପୁରରୁ ଅସିତ କୁମାର ଦାସଙ୍କ ରିପୋର୍ଟ, ବ୍ରାହ୍ମ ମୁହୂର୍ତ୍ତ ଲାଇଭ୍।